ମୋ ଛୁଆକୁ ମାନେ 5 ବର୍ଷର ଛୁଆକୁ ସେ ମାନେ ମୋ କୋଳରୁ ଛଡେଇ ନେଲେ 1.5 ବର୍ଷ ପର୍ଯ୍ୟନ୍ତ ସେ ପିଲା 1.5 ବର୍ଷ ଭିତରେ 4 ମାସ ସେ ଟୋଟାଲ ଘରୁ ବାହାରି ଏଇଭଳିଆ ପୋଜିସନ କରିଦେଇଛି। ଷ୍ଟାଫଠୁ ଆରମ୍ଭ କରି ଜେଲଠୁ ଆରମ୍ଭ କରି ଆଡମିନିଷ୍ଟ୍ରେସନଠୁ ଆରମ୍ଭ କରି ସମସ୍ତେ କିଣା ହେଇଛନ୍ତି। ମୋ କଥା କିଏ ଶୁଣିବ? ଆପଣ ମାନେ ସମସ୍ତେ ମତେ କାହିଁକି ଏତେ ଇମ୍ପୋର୍ଟାନ୍ସ ଦେଲେ? କାହିଁକି ମୋର ଆରେଷ୍ଟ କୁ ଏତେ ମାନେ ଇଏ କରିଦିଆଗଲା? ଲୋକ ତ ମର୍ଡର କରିକି ଜେଲ ଯାଉଛନ୍ତି, ତାଙ୍କୁ କିଏ ଚିହ୍ନୁଛି? କିନ୍ତୁ ମତେ ବହୁତ ଲୋକ ଚିହ୍ନିଛନ୍ତି। ମୁଁ କାହାକୁ ମର୍ଡର କରିଛି ନା ବଳାତ୍କାର କରିଛି? କିନ୍ତୁ କାହାର କିଛି କରିନି। ମୋ ଛୁଆକୁ ମାନେ 5 ବର୍ଷର ଛୁଆକୁ ସେ ମାନେ ମୋ କୋଳରୁ ଛଡେଇ ନେଲେ 1.5 ବର୍ଷ ପର୍ଯ୍ୟନ୍ତ ସେ ପିଲା 4 ମାସ 1.5 ବର୍ଷ ଭିତରେ 4 ମାସ ସେ ଟୋଟାଲ ଘରୁ ବାହାରିନି ଏଇଭଳିଆ ପୋଜିସନ କରିଦେଇଥିଲେ। ସେ ମୋ ହାତରୁ ଖାଉଥିଲା, ମୋ ହାତରୁ ସେ ଖାଇବା ବି ଛାଡି ଦେଇଥିଲା। କୋଉ ପୋଜିସନ ଆମ ଘରର କରିଦେଇଥିଲେ। ଘରେ ଯାଇକି ତାପରେ ସେମାନେ ସେରେଲେକ୍ ତାର ହଗିସ୍ କିଣିକି ଆମ ଘରର ଇଲେକ୍ଟ୍ରିକ ବିଲ୍ ବାନ୍ଧିକି ମାନେ ସବୁ ଜିନିଷ ସେମାନେ କରିଛନ୍ତି। ଯଦି ସେମିତି କରୁଥିଲ ମତେ ଜେଲରେ କଣ ପାଇଁ ରଖିଥିଲ? କଣ ଆକ୍ଚୁଆଲି ଇଣ୍ଟେନ୍ସନ? ଲାଷ୍ଟରୁ ଆଜ୍ଞା ମୋର ଯେତେବେଳେ ବେଲ୍ କରାଗଲା, କୋର୍ଟରେ ବେଲ୍ କରିବାର ସମୟ ଆସିଲା, ମୋ ସହିତ ଗୋଟେ କଣ୍ଡିସନ କଲେ। ମୁଁ କହିଲି ମତେ ବାହାର କର ଏଠୁ, ତାପରେ ତମେ କଣ କହୁଛ ତମ କଣ୍ଡିସନରେ ମୁଁ ରାଜି ଆଜ୍ଞା। ମୁଁ ମରିବା ପରିସ୍ଥିତିରେ ଥିଲି, ମୋ ପାଖରେ ଆଉ କିଛି ଅପସନ ହିଁ ନଥିଲା ତାଙ୍କ କଥାକୁ ଆକ୍ସେପ୍ଟ କରିବା ଛଡା। କାହିଁକିନା ସମସ୍ତେ କିଣା ଷ୍ଟାଫଠୁ ଆରମ୍ଭ କରି ଜେଲଠୁ ଆରମ୍ଭ କରି ଆଡମିନିଷ୍ଟ୍ରେସନଠୁ ଆରମ୍ଭ କରି ସମସ୍ତେ କିଣା ହେଇଛନ୍ତି। ମୋ କଥା କିଏ ଶୁଣିବ? ମୋ କଥା କିଏ ଶୁଣିବ? ମୁଁ ସେଠି ଲାଚାର ଥିଲି। ଗଣମାଧ୍ୟମ ବି ସେଇ ନ୍ୟୁଜରେ ତାଙ୍କରି ରିପୋର୍ଟରେ ସମସ୍ତେ ଭଳି ଯାଇଥିଲେ। ମୁଁ କଣ କରିପାରିବି? ମୋ ପାଖରେ କଣ କେପାବିଲିଟି ଥିଲା ଯେ ମୁଁ ସେଠି ଏକା ଲଢେଇ କରିବି? ମତେ କୁହନ୍ତୁ। ମୋ ପାଖରେ କିଛି ଅସ୍ତ୍ର ବି ନଥିଲା। ମୁଁ ବାଧ୍ୟ ହେଇକି ତାଙ୍କ କଥା ମାନିବାକୁ ବାଧ୍ୟ ହେଲି। ତଥାପି ବି ମୁଁ ନିଜେ ସଂଗ୍ରାମ କଲି। ସେଠି ଲାଷ୍ଟକୁ ମତେ କହିଲେ ତୁ ମେଣ୍ଟାଲ, ତୁ ତୋ ଛୁଆ କଥା ଭାବି ଭାବିକି ତୁ ମେଣ୍ଟାଲ ହେଇଯାଇଛୁ, ତୋତେ ସେଭଳିଆ ଲାଗୁଛି ବୋଲି ଗୋଟେ ପିଟିସନ ଲେଖ ଆମର ଡିଷ୍ଟ୍ରିକ୍ଟ ଜଜ୍ ଗୋଟେ ପିଟିସନ ଲେଖ ବୋଲି ଜବରଦସ୍ତି କରେଇଲେ। ମୁଁ କହିଲି ନା ମୁଁ ଲେଖିବି ନାହିଁ, ପଛେ ମୁଁ 10 ବର୍ଷ ଜେଲରେ ରହିବି। ମୁଁ ଭୁଲ କରିଛି କଣ କରିଛି ସେଟା ତ କୋର୍ଟ ଡେଫିନେଟଲି ଦେଖିବ, ଆଜି ନହେଲେ କାଲି ଦେଖିବ। देश विदेशर कोण अनुकोणर टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्यम भूलंतुनि।